जय परमात्मने जगतानन्दसंगाय प्राणप्रातहराय च नीलाचल निवासाय जगन्नाथाय ते नमः जगन्नाथाय ते नमः जगन्नाथाय ते नमः।
ଧରି ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଯୁଆଡେ ପାଦ ପକେଇବ ଖାଲି କୁଢ କୁଢ ଅଳିଆ। ମତେ ଯାହା ଲାଗିଲାଣି ଆଗାମୀ କିଛି ବର୍ଷ ଭିତରେ ଏ ଦେଶଟାକୁ ପୁରା ଅଳିଆରେ ପୋତି ପକେଇବି। ପୋତି ପକେଇବେ କଣ ଆଜ୍ଞା? ପୋତି ପକେଇଲେଣି ପରା। ଏ ହେଉଛି ଗାଁକୁ ପଡୁଥିବା ଏକମାତ୍ର ରାସ୍ତା। ଏଠି ଯଦି ଏଭଳି ଅବସ୍ଥା, ଗାଁ କଥା ଆଉ ପଚାରେ କିଏ? ସବୁ ପଢିଆ ଲୋକ ଗୁଡାକ ଆଜ୍ଞା। ସେଥିପାଇଁ ଆମକୁ କିଛି ଗୋଟେ କରିବାକୁ ପଡିବ। ହେଲେ କଣ କରିବା କହୁନ ମାଲିକ? ସଚେତନତା। ସଚେତନତା? ହଁ, ସଚେତନତା ସୃଷ୍ଟି କରିବାକୁ ପଡିବ। ତା ନହେଲେ ଏ ଲୋକ ଗୁଡାକ ଏ ଦେଶଟାକୁ ପୁରା ଅଳିଆରେ ପୋତି ପକେଇବେ। କି ଅବସ୍ଥା ହେଲା ରେ ବାବା? ଏ ଦେଶଟାକୁ ଜମା ଆଗେଇବାକୁ ଦେବେନି। ଇରେ କେମିତି ଆଗେଇବାକୁ ଦେବେ କହୁନୁ? ଯୋଉ ଦେଶରେ ଲୋକମାନଙ୍କୁ ଶୌଚ ହେବା ପାଇଁ ପାଇଖାନାକୁ ଯାଅ ବୋଲି କହିବାକୁ ପଡେ। ବଡ ବଡ ସିନେତାରଙ୍କ ମାନଙ୍କ ଦ୍ୱାରା ଶୌଚ ହେବା ପାଇଁ ଟିଭିରେ ବିଜ୍ଞାପନ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଏ। ସେଠି ଦେଶର କି ଉନ୍ନତି ହବ କହିଲୁ? ତାହା ଆମ ମାନଙ୍କ ଆଖିକୁ ଜଳ ଜଳ ହେଇ ଦେଖାଯାଉଛି। ତାହେଲେ ଏବେ ଆମେ କଣ କରିବା ଆଜ୍ଞା? ଗାଇବା। ଗାଇବା? କଣ ଗାଇବା? ଆରେ ମୂର୍ଖ, ଧ ପାଳି ଧଇଲେ ଆଜ୍ଞା। ଶୁଣ ଶୁଣ ସୁଧୀ ଜନେ ମନ ଦେଇ ଚତୁରିଆ ବନ୍ଧା କଥାରେ ଜଗତ ଭାଇ। ଶୁଣ ଶୁଣ ସୁଧୀ ଜନେ ମନ ଦେଇ ଚତୁରିଆ ବନ୍ଧା କଥାରେ ଜଗତ ଭାଇ। ଚାରିଆଡ଼େ କୁଢ଼ କୁଢ଼ ଅଳିଆ ପଡ଼ିଛି। ଏଡ଼ିଛନ୍ତି ପୋକ ଜୋକ ମକା ଆଉ ମାଟି। ଚାରିଆଡ଼େ କୁଢ଼ କୁଢ଼ ଅଳିଆ ପଡ଼ିଛି। ଏଡ଼ିଛନ୍ତି ପୋକ ଜୋକ ମକା ଆଉ ମାଟି। ଅସନାରେ ଉଠିର ଆରମ୍ଭ ସେଇଠି। ସାବଧାନ କରିଲେ ରୋଗେ ପକାନ୍ତି। ଅସନାରେ ଉଠିର ଆରମ୍ଭ ସେଇଠି। ସାବଧାନ କରିଲେ ରୋଗେ ପକାନ୍ତି। ଶୁଣ ଶୁଣ ସୁଧୀ ଜନେ ମନ ଦେଇ ଚତୁରିଆ ବନ୍ଧା କଥାରେ ଜଗତ ଭାଇ। ଶୁଣ ଶୁଣ ସୁଧୀ ଜନେ ମନ ଦେଇ ଚତୁରିଆ ବନ୍ଧା କଥାରେ ଜଗତ ଭାଇ। ଆହାରେ ଜଗତ ଭାଇ, ଆହାରେ ଜଗତ ଭାଇ, ଆହାରେ ଜଗତ ଭାଇ, ଆହାରେ ଜଗତ ଭାଇ। ଶୁଣ ଶୁଣ ସୁଧୀ ଜନେ ମନ ଦେଇ ଚତୁରିଆ ବନ୍ଧା କଥାରେ ଜଗତ ଭାଇ। ଶୁଣ ଶୁଣ ସୁଧୀ ଜନେ ମନ ଦେଇ ଚତୁରିଆ ବନ୍ଧା କଥାରେ ଜଗତ ଭାଇ। ଶୁଣ ଶୁଣ ସୁଧୀ ଜନେ ମନ ଦେଇ ଚତୁରିଆ ବନ୍ଧା କଥାରେ ଜଗତ ଭାଇ। ଶୁଣ ଶୁଣ ସୁଧୀ ଜନେ ମନ ଦେଇ ଚତୁରିଆ ବନ୍ଧା କଥାରେ ଜଗତ ଭାଇ। ଆହାରେ ଜଗତ ଭାଇ, ଆହାରେ ଜଗତ ଭାଇ, ଆହାରେ ଜଗତ ଭାଇ, ଆହାରେ ଜଗତ ଭାଇ। ମୁଁ ବୁଝିପାରେ ନା ଏ ଦେଶର ଗତି କୁଆଡେ? ଅଳିଆ ଆବର୍ଜନା ଭିତରେ ଜାତିର ପିତା। ଆରେ ଗାନ୍ଧୀ ମହାତ୍ମାଙ୍କ ଚଷମା ଗଲା କୁଆଡେ? ଜାତିର ପିତାକୁ ବି ଏ ଲୋକ ଗୁଡାକ ସମ୍ମାନ ଦେଇ ଶିଖିନାହାନ୍ତି। ଲୋକମାନେ ପ୍ରତିମୂର୍ତ୍ତିରୁ ଚଷମାଟାକୁ ବି କାଢି ଫୋପାଡ଼ି ଦେଇଛନ୍ତି। ଆରେ ଏଇ ତ ମହାତ୍ମାଙ୍କ ଚଷମା। ମହାତ୍ମାଙ୍କ ଚଷମାକୁ କିଏ ଏଇଠି ପକେଇ ଦେଇଛି? ମୁଁ ବୁଝିପାରୁନି। ମହାତ୍ମାଙ୍କ ଚଷମାକୁ ଫୋପାଡ଼ିଲେ କିଏ? ମୁଁ ନିଜେ ଫୋପାଡ଼ି ଦେଇଛି। କିଏ ଆପଣ? ମୁଁ ମୋହନଦାସ କରମଚାନ୍ଦ ଗାନ୍ଧୀ। କିନ୍ତୁ କେଉଁଠି ଆପଣ? ମୋର ପ୍ରିୟ ଭାରତ ଭୂଖଣ୍ଡରେ। ହେଲେ ମୁଁ ତ ଆପଣଙ୍କୁ ଦେଖିପାରୁନି। କେମିତି ଦେଖିବ ମତେ? 1948 ମସିହା ଜାନୁଆରୀ ମାସ 30 ତାରିଖରୁ
ମୋ ଶରୀର ଆଉ ମୋର ହୋଇ ନାହିଁ। ତେଣୁ ତୁମେ ମୋତେ ଦେଖିବ କେମିତି? ତାହେଲେ କୁହନ୍ତୁ ମହାତ୍ମା, ଆପଣଙ୍କ ଚଷମାକୁ ଖୋଲି ଫୋପାଡ଼ିଲେ କି? ମୁଁ ନିଜେ ଫୋପାଡ଼ି ଦେଇଛି। କିନ୍ତୁ କାହିଁକି? ସ୍ୱଚ୍ଛ ଭିତରେ ଅସ୍ୱଚ୍ଛକୁ ଦେଖି ଦେଖି ଆଉ ସହିପାରିଲେନି। ବୁଝିପାରିନି ମହାତ୍ମା। ଏଠି ବୁଝିବାର କଥା ରହିଲା କୋଉଠି? ଆଚ୍ଛା କହିଲ ଦେଖି, ଆଖିରେ ଚଷମା ପିନ୍ଧାଯାଏ କାହିଁକି? ଝାପ୍ସା ଦୃଷ୍ଟି ଶକ୍ତିକୁ ପରିଷ୍କାର କରିବା ପାଇଁ। ହଁ, ହେଲେ ସେ ପରିଷ୍କାର ଦୃଷ୍ଟିରେ ଅପରିଚ୍ଛନ୍ନତାକୁ ଦେଖି ଦେଖି ମୁଁ ଆଉ ସହିପାରିଲିନି। ସେଇଥିପାଇଁ ଚଷମାଟାକୁ ଖୋଲି ଫୋପାଡ଼ି ଦେଇଛି। ସତରେ ଅଳିଆ ଆବର୍ଜନା ଭିତରେ ଯେମିତି ମୋ ଦେଶଟା ପୁରା ଅପରିଷ୍କାର ହେଇଗଲାଣି। ମୁଁ ଲଜ୍ଜିତ ମହାତ୍ମା, ମୁଁ ଲଜ୍ଜିତ। ମୁଁ କେତେ ଥର କହିଛି, ରାଜନୈତିକ ସ୍ୱାଧୀନତା ଠାରୁ ସ୍ୱଚ୍ଛତା ଅଧିକ ଗୁରୁତ୍ୱପୂର୍ଣ୍ଣ। ପାଇଖାନା ଘର ବି ବୈଠକଖାନା ଠାରୁ ଅଧିକ ସଫାସୁତୁରା ରହିବା ଦରକାର। ହେଲେ ମୋ କଥାଟି ଶୁଣୁଛି କିଏ? ଠିକ କହିଛନ୍ତି ମହାତ୍ମା, ଠିକ କହିଛନ୍ତି। ଜାନୁଆରୀ 30 ଆଉ ଅକ୍ଟୋବର 2କୁ ଛାଡ଼ିଦେଲେ ଏଠି ଆପଣଙ୍କ କଥାକୁ ଖୁବ୍ କମ୍ ମନେ ପକାଯାଏ ମହାତ୍ମା। ମୋର ଦୁର୍ଭାଗ୍ୟ, ଚରମ ଦୁର୍ଭାଗ୍ୟ। ସେମିତି କୁହନ୍ତୁନି ମହାତ୍ମା, ସେମିତି କୁହନ୍ତୁନି। ଲଜ୍ଜାରେ ମୁହଁ କଳା ପଡ଼ିଯାଉଛି। ଆପଣଙ୍କ ମୁହଁରୁ ଏଭଳି କଥା ଶୁଣି ନିଜ ଉପରେ ଧିକ୍କାର ଆସୁଛି। ଦେଖ ଯୁବକ, ମୁଁ କାହା ମନରେ ଆଘାତ ଦେବାକୁ ଚାହେଁ ନା, କିନ୍ତୁ ଘର, ଗାଁ, ସମାଜ, ଦେଶ ସବୁ ସୁସ୍ଥ ରହିବା ପାଇଁ ମୁଁ ସ୍ୱଚ୍ଛତାର କଥା କହିଥାଏ। କାରଣ ସ୍ୱଚ୍ଛତା ଆଉ ଭାରତ ମୋ ପାଇଁ ସମାନ ଗୁରୁତ୍ୱପୂର୍ଣ୍ଣ। ଆଉ ଲଜ୍ଜା ଦିଅନ୍ତୁନି ମହାତ୍ମା, ଆଉ ଲଜ୍ଜା ଦିଅନ୍ତୁନି। ଏବେ ଚଷମାଟା ପିନ୍ଧି ଦିଅନ୍ତୁ। ନା, ସେ ଚଷମା ପିନ୍ଧି ମୁଁ ଏ ଅପରିଷ୍କାର ଭାରତକୁ ଦେଖିବାକୁ ଚାହେଁ ନା। ତାହେଲେ ଆପଣ କ'ଣ ଆଉ ଚଷମା ପିନ୍ଧିବେନି? ନା, ଯେ ପର୍ଯ୍ୟନ୍ତ ଭାରତ ସ୍ୱଚ୍ଛତା ଆଡ଼କୁ ନ ଆଗେଇଛି ସେ ପର୍ଯ୍ୟନ୍ତ ଏ ଚଷମାକୁ ମୁଁ ଆଉ ପିନ୍ଧିବାକୁ ଚାହେଁ। ଠିକ ଅଛି ମହାତ୍ମା, ଏଇ ଚଷମାକୁ ଧରି ମୁଁ ସାରା ଭାରତ ବୁଲିବି। କିନ୍ତୁ କାହିଁକି? ଚଷମାର ଦୁଇଟି କାଚ, ଗୋଟିଏ ପଟେ ସ୍ୱଚ୍ଛ ଓ ଆଉ ଗୋଟେ ପଟେ ଭାରତକୁ ଧରି ସ୍ୱଚ୍ଛ ଭାରତର ବାର୍ତ୍ତା ବାଣ୍ଟି ଚାଲିବି ମୁଁ ସମଗ୍ର ଦେଶରେ। ଆଉ ସେହି ଚଷମାରୁ ସୃଷ୍ଟି ହେବ ଏକ ଭିନ୍ନ ସତ୍ୟାଗ୍ରହ, ସ୍ୱଚ୍ଛ ଭାରତ ସତ୍ୟାଗ୍ରହ। ହଁ, ଠିକ କହିଛ ଯୁବକ। ନିଷ୍ଠା, ଏକାଗ୍ରତା ଓ ସାଧନା ବଳରେ ସବୁ ଅସମ୍ଭବକୁ ସମ୍ଭବ କରାଯାଇପାରେ। ତେଣୁ ଯଦି ତୁମେ ସତରେ ପରିବର୍ତ୍ତନ ଆଣିବାକୁ ଚାହୁଁଛ, ତାହେଲେ ଆଗ ନିଜଠାରୁ ଆରମ୍ଭ କର। ଠିକ ଅଛି ମହାତ୍ମା, ଏବେ ଚଷମାକୁ ଧରି ସ୍ୱଚ୍ଛ ଭାରତ ସତ୍ୟାଗ୍ରହର ବିଗୁଲ ବଜେଇବି ସମଗ୍ର ଦେଶରେ। ଆଉ ଯେତେବେଳେ ପରିବର୍ତ୍ତନ ଆରମ୍ଭ ହେବ ସେତେବେଳେ ମୁଁ ପୁଣି ଥରେ ଆସି ଆପଣଙ୍କୁ ଏ ଚଷମା ଲଗେଇଦେବି। କିଛି କହୁନାହାନ୍ତି ଯେ ମହାତ୍ମା? ମହାତ୍ମା? ହଁ, ସତରେ ମୁଁ କ'ଣ ମହାତ୍ମାଙ୍କ ସଙ୍ଗେ କଥା ହେଉଛି? ନା, ଏହା ମୋ ମନର ଭାବନା। ସେ ଯାହା ବି ହେଉନା କାହିଁକି ଆମକୁ ସ୍ୱଚ୍ଛତାକୁ ଆଗେଇ ଯିବାକୁ ପଡ଼ିବ। ହଁ, ସ୍ୱଚ୍ଛତାକୁ ଆଗେଇ ଯିବାକୁ ପଡ଼ିବ। ଗୋଟିଏ ଜାଗାରେ ଗଦେଇ ରଖାଗଲା। ହେଲେ ମୁଁ ବୁଝିପାରୁନି ମାଲିକେ, ଏସବୁ ଗଦା ହୋଇଥିବା ଅଳିଆ ସବୁ ମାଟିରେ ମିଶୁନି କାହିଁକି? ଆରେ ମୂର୍ଖ, ସବୁ ଜିନିଷ କ'ଣ ମାଟିରେ ମିଶେ? କାଟି, କୁଠା, ପତ୍ର, ପରିବା ଚୋପା, ବଳକା ଖାଦ୍ୟ
ଏସବୁ ସିନା ପଚିଶଡ଼ି ମାଟିରେ ମିଶିଯିବ, ହେଲେ ଜରି ପ୍ଲାଷ୍ଟିକ କାଚ ଏସବୁ କଣ ମାଟିରେ ମିଶିବ? ତାହେଲେ ତ ବଡ ଅସୁବିଧା ହୋଇଯିବ ମାଲିକେ। ଯଦି ସେଗୁଡାକ ମାଟିରେ ନ ମିଶିବ, ସେଗୁଡିକ ଗଦା ହୋଇ ପାହାଡ ତ ଆକାର ଧାରଣ କରିବ। ଠିକ କହିଛୁ, ତୁ ଠିକ କହିଛୁ, ଏକଦମ ଠିକ କଥା କହିଛୁ। ନଷ୍ଟ ହେଉନଥିବା ଆବର୍ଜନା ସବୁ ପାହାଡ ଭଳି ଗଦା ହୋଇଯିବ। ତା ଛଡା ଦେଶର ଜନସଂଖ୍ୟା ଯୋଉ ଅନୁସାରେ ବଢି ବଢି ଚାଲିଛି, ଆଉ ମାଟି ହାଣ୍ଡି, ଖଲି, ଚୌପତି, ଠୋଲା, ଧମ, ମାଠିଆ, ସୁରେଇ ଆଦି ବଦଳରେ ଜରି ଆଉ ପ୍ଲାଷ୍ଟିକ ତିଆରି ଜିନିଷ ବ୍ୟବହାର ଯେଭଳି ଦିନକୁ ଦିନ ବଢି ବଢି ଚାଲିଛି, ସେ ସବୁକୁ ଠିକ ଭାବରେ ନଷ୍ଟ କରା ନଗଲେ, ବୁଝିଲୁ ବାପା, ତାହା ଆଗାମୀ ଦିନରେ ଖୁବ ଚିନ୍ତାର କାରଣ ହେଇଯିବ। ତାହେଲେ କଣ କରାଯିବ କହୁନାହାନ୍ତି ମାଲିକେ? ଲୋକଙ୍କୁ ବୁଝେଇ ସୁଝେଇ ଅଳିଆ ସବୁ ଏକାଠି କରିଦେଲେ, ପଚାଶଣା ଜିନିଷ ସବୁ ମାଟିରେ ମିଶାଗଲା, ହେଲେ ବାକି ଜିନିଷ ସବୁ ଯେମିତିକୁ ସେମିତି ଗଦା ହୋଇ ରହିଛି। ଏବେ କୁହନ୍ତୁ କଣ କରିବାକୁ ପଡିବ? ଆରେ ମୂର୍ଖ, ମୋର ଯଦି ସେତିକି ବୁଦ୍ଧି ଥାନ୍ତା, ମୁଁ ଲୋକମାନଙ୍କୁ ସେ କଥା ନ କହି ଚୁପ ହୋଇ କଣ ବସିଥାନ୍ତି? କେତେ କେତେ କାମ ବିଜ୍ଞାନ କରୁଛି, କେତେ ନୂଆ ନୂଆ ଜ୍ଞାନ କୌଶଳ ଦିନକୁ ଦିନ ସବୁ ବାହାରୁଛି। ତେଣୁ ମତେ ଯାହା ଲାଗୁଛି ବାପା, ବିଜ୍ଞାନ ଓ ତାର ଜ୍ଞାନ କୌଶଳ ଦ୍ୱାରା ଏସବୁ ସମସ୍ୟାର ସମାଧାନ ହେଇପାରିବ। ହେଲେ ସମାଧାନର ବାଟ କଣ କହିଦେଉନାହାନ୍ତି ମାଲିକେ? କିରେ ମୂର୍ଖ, ମୁଁ ସିନା ପଦକୁ ପଦ ଦେଇ ଗୀତ ବୋଲିବି, ହେଲେ ବାବା ସେ ବିଜ୍ଞାନ କାମ କଣ ମୋ ଦ୍ୱାରା ହେଇପାରିବ? ତାହେଲେ କଣ ଯେ କରିବା ଏବେ? ମୁଁ ଖାଲି ସେଇ କଥା ଭାବୁଛି। ଭାବିଲେ କିଛି ହେବ ନାହିଁ ବାବା, ବିଜ୍ଞାନ ଓ ଜ୍ଞାନ କୌଶଳ ବୁଦ୍ଧିକୁ ଲଗେଇବାକୁ ପଡିବ। ଆପଣ ଠିକ କହିଛନ୍ତି ପଣ୍ଡା ମହାଶୟ। ଆପଣ ଠିକ କହିଛନ୍ତି ପଣ୍ଡା ମହାଶୟ। ପଚିଶଡ଼ି ନଷ୍ଟ ହେଉନଥିବା ଆବର୍ଜନା, ଏଇ ଯେମିତି ପ୍ଲାଷ୍ଟିକ, ଜରି, ଟିଣ, କାଚ, ରବର ଆଦି ଜିନିଷକୁ ପୁନଃ ବିନିଯୋଗ କରିହେବ। ବୁଝିପାରିଲିନି ଆଜ୍ଞା, କଥା ନଥା କହି କହି ଜୀବନଟା ଗଲା। ହେଲେ ବିଜ୍ଞାନ ଶବ୍ଦ ସବୁ ଭାରି ଅବୁଝା ଲାଗୁଛି। କିଛି ଅବୁଝା ହେବନି ପଣ୍ଡା ମହାଶୟ। ଏଇ ସବୁ ଜିନିଷକୁ ବିଜ୍ଞାନ ଓ ଉନ୍ନତ ଜ୍ଞାନ କୌଶଳ ଦ୍ୱାରା ପୁଣି ଥରେ ବ୍ୟବହାର ଉପଯୋଗୀ କରିବ। କଣ କହୁଛନ୍ତି ଆପଣ? ସେମିତି ଯଦି ହେଇପାରନ୍ତା, ତାହେଲେ ଅଳିଆ ସବୁ ଆଉ ଗଦା ନ ହୋଇ ପୁଣି ଥରେ ବ୍ୟବହାରରେ ଲାଗିପାରନ୍ତା। ଭାରି ବଢିଆ ହୁଅନ୍ତା ଆଜ୍ଞା, ଭାରି ବଢିଆ ହୁଅନ୍ତା। ହୁଅନ୍ତା ମାନେ ଆଜ୍ଞା, ହେଇକରି ଆହୁରି ଚାଖଣ୍ଡ ବଳନ୍ତା ଆଜ୍ଞା। ଏଇ ତୁ ଚୁପ କର। କଥା ମଝିରେ କଥା କହିଲେ ତୋ ଭାତ ଯେମିତି ହଜମ ହୁଏନି। ପାଟି ଚୁପ କରି ସବୁ ମନ ଦେଇ ଶୁଣୁ। ହଉ କୁହନ୍ତୁ ଆଜ୍ଞା, ବିଜ୍ଞାନ ଓ ଜ୍ଞାନ କୌଶଳ ଦ୍ୱାରା କେମିତି ଏ ସମସ୍ୟାର ସମାଧାନ ହୋଇପାରିବ ସେ କଥାଟି କୁହନ୍ତୁ। ହଁ ହଁ ଆଜ୍ଞା, ସେଇ କଥାଟିକୁ କୁହନ୍ତୁ। ଓହୋ, ତତେ ଚୁପ କରିବାକୁ କହିଲେ ପରା। କୁହନ୍ତୁ ଆଜ୍ଞା, ଏବେ ଆରମ୍ଭ କରନ୍ତୁ। ଦେଖନ୍ତୁ, ସବୁ ଆବର୍ଜନାକୁ ଗୋଟିଏ ଜାଗାରେ ପକେଇଲେ ହେବ ନାହିଁ, ସେ ସବୁକୁ ଅଲଗା କରିବାକୁ ପଡ଼ିବ। ନଷ୍ଟ ହେଉଥିବା ଆବର୍ଜନା ଆଉ ନଷ୍ଟ ହେଉନଥିବା ଆବର୍ଜନା, ନଷ୍ଟ ହେଉଥିବା ଆବର୍ଜନାକୁ ସବୁଜ ଡବରେ ପକେଇବାକୁ ପଡ଼ିବ। ନଷ୍ଟ ହେଇଯାଉଥିବା ଆବର୍ଜନାକୁ ମାଟିରେ ମିଶେଇ କମ୍ପୋଷ୍ଟ ତିଆରି କରି ତାକୁ ଚାଷ କାମରେ ବ୍ୟବହାର କରାଯାଇପାରିବ। ଆଉ ନଷ୍ଟ ହେଉନଥିବା ଆବର୍ଜନାକୁ ସବୁକୁ ବିଜ୍ଞାନ ଓ କାରିଗର କୌଶଳ ଦ୍ୱାରା ପୁଣି ଥରେ ବ୍ୟବହାର ଉପଯୋଗ କରାଯାଇପାରିବ। ପ୍ରଥମ କଥାଟି ଖୁବ ସହଜରେ ବୁଝି ହେଇଗଲା ଆଜ୍ଞା, ହେଲେ ଦ୍ୱିତୀୟ କଥାଟିକୁ ଆଦୌ ବୁଝି ହେଉନି। ହଁ ହଁ ଆଜ୍ଞା, ଜମା ବୁଝି ହଉନି ଆଜ୍ଞା। କଣ ବୁଝି ହେଉନି? ଏଇ ଆବର୍ଜନା ହୋଇ ଗଦା ହୋଇଥିବା ଜରି, କାଚ, ପ୍ଲାଷ୍ଟିକ, ଟିଣ ଏସବୁ କିଭଳି ପୁଣି ବ୍ୟବହାର ହୋଇପାରିବ, ସେ କଥାଟିକୁ ମୁଁ ଜମାରୁ ବୁଝିପାରିଲିନି ଆଜ୍ଞା। ଠିକ କଥା ଆଜ୍ଞା, ଜମାରୁ ବୁଝିପାରୁନି। କଥାଟିକୁ ମୁଣ୍ଡରେ ପୁରାଉଛି, ହେଲେ ଗୋଳମାଳିଆ ହୋଇ ସେଗୁଡାକ ସବୁ ବାହାରକୁ ଭୁସଭାସ ହୋଇ ବାହାରି ଆସୁଛି। ଚୁପ କର, ଭାରି ପଣ୍ଡିତଟା ତ କହିଲା କଣ ନା ଭୁସଭାସ ହେଇ ବାହାରି ପଡୁଛି। ବେଶୀ ମୁଣ୍ଡରେ ପୁରେଇବା ଦରକାର ନାହିଁ ବାବା, ତା ନହେଲେ ବାଇଆ ହେଇ ବୁଲିବୁ ଯେ ମତେ ପୁଣି ଆଉ ଗୋଟିଏ ପାଳିଆ ଠିକ କରିବାକୁ ପଡିବ। ହଉ ଚୁପଚାପ ରହିଲେ ଆଜ୍ଞା, ପାଟି ଖଣ୍ଡକ ଦି ଖଣ୍ଡ କରିବି, ଆଉ ସବୁ ଜାଣି ବୁଝିବି, ତାପରେ ଯାଇ ଆପଣଙ୍କ ସାଙ୍ଗେ ପାଳି ଧରି ଗାଇବି। ଠିକ କଥା। ଏବେ ଏବେ ଆପଣ କୁହନ୍ତୁ ଆଜ୍ଞା। ଏବେ ଚାଲନ୍ତୁ
ସେ ଆବର୍ଜନା ସବୁକୁ କିଭଳି ପୁନଃଚକ୍ରଣ କରି ପୁଣି ଥରେ ବ୍ୟବହାର ଉପଯୋଗୀ କରାଯାଇ ପାରୁଛି ତାହା ନିଜ ଆଖିରେ ଦେଖି ଆସିବ। ଖାଲି ଏହି ବର୍ଜ୍ୟବସ୍ତୁ ନୁହେଁ, ତୁମ ଘରୁ, ଗାଧୁଆ ଘରୁ, ପାଇଖାନା ଘରୁ ଏବଂ କଳକାରଖାନାରୁ ବାହାରୁଥିବା ଅସନା ପାଣିକୁ ବି ବିଜ୍ଞାନ ଓ କାରିଗରୀ କୌଶଳ ବଳରେ ପାନୀୟ ଜଳ ଭାବରେ ବ୍ୟବହାର କରିପାରିବ। ହରି 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 କଣ କହୁଛନ୍ତି ଆଜ୍ଞା? ପାଇଖାନା ପାଣି? ଛି 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 ଆଜ୍ଞା, କଳା ମଚ ମଚ କାରଖାନାରୁ ବାହାରୁଥିବା ବିଷାକ୍ତ ପାଣି ଏସବୁ ପୁଣି ଥରେ ପାନୀୟ ଜଳ ଉପଯୋଗୀ କରାଯାଇ ପାରିବ? ହଁ, ଚାଲନ୍ତୁ ଦେଖିବେ ବିଜ୍ଞାନର କରାମତି। ନିଜ ଆଖିରେ ଦେଖିଦେଲେ ଆପଣ ଛାଏଁ ସବୁ ଜାଣିଯିବେ। ତାହେଲେ ଚାଲନ୍ତୁ ଆଜ୍ଞା, ମୋର ଦେଖିବାକୁ ଭାରି ଇଚ୍ଛା ହଉଛି। আরে বাহ, বিজ্ঞানটি କରାମତି କହିଲେ ଅସନା ଭାବି ଫୋପାଡ଼ି ଦେଇଥିବା ଜିନିଷ ସବୁ କେଡ଼େ ସୁନ୍ଦରିଆ ସୁନ୍ଦରିଆ ହେଇ ପୁଣି ଥରେ ବ୍ୟବହାର କରିବାକୁ ପୁରା ତୟାର। ଏ ଆଖି କଣ ଦେଖିଲା ମାଲିକେ? ମୁଁ ସତକୁ ସତୁ ଏ ସବୁ ଦେଖୁଛି ନା ସ୍ୱପ୍ନ ଦେଖୁଛି କିଛି ବି ବୁଝିପାରୁନି। ଥାଉ ବାବା, ବେଶୀ ବୁଝିବା ଦରକାର ନାହିଁ। ତା ନହେଲେ ବାବା ପୁରା ବଦହଜିମ ଧରିବ। ଖାଲି ଦେଖି ଯା ବାବା, ଆଗକୁ ସବୁ କଣ କଣ ହଉଛି। ଦେଖିଲେ ତ ଆବର୍ଜନାରୁ କେତେ ସୁନ୍ଦର ସୁନ୍ଦର ଜିନିଷ ବାହାରି ପାରୁଛି। ଏବେ ଚାଲନ୍ତୁ ଦେଖିବା ଅପରିଷ୍କାର ପାଣିକୁ କିପରି ପୁଣି ଥରେ ସ୍ୱଚ୍ଛ ନିର୍ମଳ ଜଳରେ ପରିଣତ କରାଯାଇ ପାରୁଛି। ଚାଲନ୍ତୁ ଚାଲନ୍ତୁ ଆଜ୍ଞା, ଦେଖିବାକୁ ଆଜ୍ଞା ଭାରି ଆଗ୍ରହ ମୋର ବଢି ବଢି ଚାଲିଛି। ହଉ, ଏବେ ଚାଲନ୍ତୁ। ହରି ହରି ହରି, କି ଆଶ୍ଚର୍ଯ୍ୟ କଥା କହିଲେ ଆଜ୍ଞା। ହଇଲୋ, ବିଜ୍ଞାନର ଏତେ କରାମତି। କଳା ମଚ ମଚ ଅସନା ପାଣି ସବୁ କାଚ କେନ୍ଦୁ ଭଳି ଦେଖାଯାଉଛି। ଆଜ୍ଞା, ଏ ପାଣିକୁ ସତରେ କଣ ପିଇ ହବ ଆଜ୍ଞା? ଝାଡା ବାନ୍ତି ପେଟ ରୋଗ ହବନି ତ? ଜମାରୁ ନୁହେଁ, ଏ ପାଣି କୂଅର ପାଣି ଠାରୁ ଅନେକ ପରିଷ୍କାର, ତେଣୁ ଆପଣ ତାକୁ ପିଇ ପାରନ୍ତି। ଆଜ୍ଞା, ସତରେ କିଛି ହବନି ତ? ଆରେ ଭୟ କରିବାର କିଛି ନାହିଁ। ଏଇ ଦେଖନ୍ତୁ, ମୁଁ ନିଜେ ଆଗ ପାଣି ପିଉଛି। ଆଜ୍ଞା, ସତରେ ଆଜ୍ଞା ପାଣି ବହୁତ ସୁନ୍ଦର ଆଜ୍ଞା। ପାଟିକୁ ଭାରି ମିଠା ଲାଗୁଛି। ଶୁଣ ଶୁଣ ଶୁଣି ତମେ ମନ ମନ ଦେଇ, ବିଜ୍ଞାନର କରାମତି ଦେଖିଲ କି ଭାଇ। ଶୁଣ ଶୁଣ ଶୁଣି ତମେ ମନ ମନ ଦେଇ, ବିଜ୍ଞାନର କରାମତି ଦେଖିଲ କି ଭାଇ। ବିଶୁଦ୍ଧ ପାନୀୟ ଜଳ ଶୁଦ୍ଧ ଦେଉନାହିଁ, ବିଜ୍ଞାନ ବଳରେ ସବୁ ସମ୍ଭବତି ଭାଇ। ବିଶୁଦ୍ଧ ପାନୀୟ ଜଳ ଶୁଦ୍ଧ ଦେଉନାହିଁ, ବିଜ୍ଞାନ ବଳରେ ସବୁ ସମ୍ଭବତି ଭାଇ। ଆହା ସମ୍ଭବତି ଭାଇ, ଆହା ସମ୍ଭବତି ଭାଇ। କେଡେ ବଢିଆ ପାଣି। ସତରେ ଆଜ୍ଞା ବିଜ୍ଞାନର କେତେ କରାମତି କହିଲେ। ଏବେ ଚାଲନ୍ତୁ ଆଜ୍ଞା ଘରକୁ ଫେରି ଏଇ ସବୁ କଥାକୁ ମୁଁ ଗୀତରେ ଗୀତରେ ଲୋକମାନଙ୍କ ପାଖରେ ପହଞ୍ଚେଇବି। ଆଉ କୋଉଠି ଅଳିଆ ଗଦା ବି ରହିବନି। ଏବେ ସବୁ କାମରେ ଲାଗିଯିବ। ଆରେ କେବଳ ସେତିକି ନୁହେଁ, ଏବେ ଚାଲନ୍ତୁ ଦେଖିବା ଶୁଖିଗଲେ ଜଳି ପାରୁଥିବା ଆବର୍ଜନା ସବୁକୁ ବ୍ୟବହାର କରି କିପରି ବିଦ୍ୟୁତ ଶକ୍ତି ଉତ୍ପନ୍ନ କରାଯାଇ ପାରୁଛି। କଣ କହୁଛନ୍ତି ଆଜ୍ଞା? ଆବର୍ଜନାରୁ ପୁଣି ବିଦ୍ୟୁତ ଶକ୍ତି? ହଁ, ଚାଲନ୍ତୁ ନିଜ ଆଖିରେ ଦେଖିଦେଲେ ନିଶ୍ଚୟ ବିଶ୍ୱାସ ହେଇଯିବ। ହରି 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 ହରି, ବୁଝିଗଲି ଆଜ୍ଞା, ସବୁ ବୁଝିଗଲି। ଆଉ ହାର ମାନିଗଲି
ବିଜ୍ଞାନ ଆଗରେ। ଏବେ ଆଉ ଚିନ୍ତା ନାହିଁ ଆଜ୍ଞା, ଅଳିଆ ଆବର୍ଜନା ଏବେ ଆଉ କୋଉଠି ପକେଇବାକୁ ଦେବିନି, ସବୁ କାମରେ ଲାଗିଯିବ, ଖାଲି ଠିକ ଭାବେ ପରିଚାଳନା ହେବା ଦରକାର। ଠିକ କଥା। ଏବେ ଆପଣମାନେ ଆପଣଙ୍କ ବାଟରେ ଏବଂ ମୁଁ ମୋ ବାଟରେ ଏ ଦେଶକୁ ସ୍ୱଚ୍ଛତାକୁ ନେଇଯିବା ପାଇଁ ଉଦ୍ୟମ ଜାରି ରଖିବା। ସବୁ ଲୋକମାନଙ୍କୁ ଏକାଠି କରିବା ଆଉ ଗାନ୍ଧୀ ମହାତ୍ମାଙ୍କ ଏ ଚଷମା ଭିତରେ ସ୍ୱଚ୍ଛ ଭାରତର ବାସ୍ତବ ଚିତ୍ରକୁ ଭଲ ଭାବରେ ଦେଖିବା। ଠିକ କହିଛନ୍ତି ଆଜ୍ଞା। ମୋ କାମ ଏବେଠୁ ପୁଣି ଥରେ ଆରମ୍ଭ ହେଲା। ବାପା ହରିହର, କୁହନ୍ତୁ ମାଲିକେ। ଏବେ ଧର ପାଳି ବାପା। ଧରିଲି ଆଜ୍ଞା। ଶୁଣ ଶୁଣ ସୁଖୀ ତମେ ମନ ଦେଇ, ଚକୁଳିଆ ପଣ୍ଡା କଥାରେ ଜରକ ଭାଇ। ଶୁଣ ଶୁଣ ସୁଖୀ ତମେ ମନ ଦେଇ, ଚକୁଳିଆ ପଣ୍ଡା କଥାରେ ଜରକ ଭାଇ। ବିଜ୍ଞାନକୁ ବୁଝି ବୁଝି କାଜେ ଲଗାଇଲେ, ଆବର୍ଜନା ଯେତେ ସବୁ ରହିବ ଭଲେ। ବିଜ୍ଞାନକୁ ବୁଝି ବୁଝି କାଜେ ଲଗାଇଲେ, ଆବର୍ଜନା ଯେତେ ସବୁ ରହିବ ଭଲେ। ତେଣୁକରି ତୋର ହସ୍ତେ କରେ ନିବେଦନ, ସ୍ୱଚ୍ଛ ଭାରତର ଯତ୍ନ କରିବାକୁ ଜଣ। ତେଣୁକରି ତୋର ହସ୍ତେ କରେ ନିବେଦନ, ସ୍ୱଚ୍ଛ ଭାରତର ଯତ୍ନ କରିବାକୁ ଜଣ। ଶୁଣ ଶୁଣ ସୁଧୀ ତମେ ମନ ଦେଇ, ଚକୁଳିଆ ପଣ୍ଡା କଥାରେ ଜରକ ଭାଇ। ଶୁଣ ଶୁଣ ସୁଧୀ ତମେ ମନ ଦେଇ, ଚକୁଳିଆ ପଣ୍ଡା କଥାରେ ଜରକ ଭାଇ। ଆରେ ଜରକ ଭାଇ, ଆରେ ଜରକ ଭାଇ, ଆରେ ଜରକ ଭାଇ, ଆରେ ଜରକ ଭାଇ। ଶୁଣ ଶୁଣ ସୁଧୀ ତମେ ମନ ଦେଇ, ଚକୁଳିଆ ପଣ୍ଡା କଥାରେ ଜରକ ଭାଇ। ଆରେ ଜରକ ଭାଇ, ଆରେ ଜରକ ଭାଇ, ଆରେ ଜରକ ଭାଇ, ଆରେ ଜରକ ଭାଇ। ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ ମାତରମ୍, ବନ୍ଦେ ମାତରମ୍। वन्दे मातरम् सुजला सुफला मलयज शीतला सस्यश्यामला मातरम् वन्दे मातरम् शुभ्रज्योत्स्ना पुलकितयामिनी पुल्लकुसुमित द्रुमदलशोभिनी सुहासिनी सुमधुरभाषिणी सुखदां वरदां मातरं वन्दे मातरम् वन्दे मातरम् বন্দে মাতরম।